ଭଲ କିମ୍ବା ଖରାପ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ଆମକୁ ଏହି 7ଟି ସଂକେତ। ସାଙ୍ଗମାନେ, ତୁଳସୀ ଏକ ଅତ୍ୟନ୍ତ ପବିତ୍ର ଗଛ ଅଟେ। ଏହାକୁ ପୁରାଣରେ କେବଳ ଗଛ କୁହାଯାଏ ନାହିଁ, ବରଂ ସ୍ୱୟଂ ମା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଇଥାଏ। ତୁଳସୀ ହେଉଛି ମା ଲକ୍ଷ୍ମୀଙ୍କର ରୂପ, ଯାହାକୁ ପ୍ରାଚୀନ କାଳରେ ବୃନ୍ଦା ନାମରେ ଜାଣିଥିଲେ। ସେଥିପାଇଁ ଏହି ତୁଳସୀ ଗଛ ଅତ୍ୟନ୍ତ ପୂଜନୀୟ ହୋଇଥାଏ। ଏହାକୁ ପ୍ରତିଦିନ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହି ଗଛକୁ କେବେ ବି ଅପମାନିତ କରିବା ଉଚିତ ନୁହେଁ। ସାଙ୍ଗମାନେ, ଆପଣମାନଙ୍କ ଘରେ ତୁଳସୀ ଗଛ ନିଶ୍ଚିନ୍ତ ଭାବରେ ଥିବ ଏବଂ ଆପଣ ମଧ୍ୟ ତୁଳସୀ ଗଛର ଯତ୍ନ ନେଉଥିବେ। କିନ୍ତୁ ଆପଣ କ'ଣ କେବେ ତୁଳସୀ ଗଛକୁ ଅତି ନିକଟରୁ ଭଲ ଭାବରେ ଦେଖିଛନ୍ତି କି? ଏହି ଗଛ ଆପଣଙ୍କୁ ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ସଂକେତ ଦେଇଥାଏ। ଆପଣଙ୍କର ପ୍ରତିଦିନ ଏହି ତୁଳସୀ ଗଛକୁ ଅତି ଧ୍ୟାନର ସହିତ ଦେଖିବା ଉଚିତ। ତୁଳସୀ ଗଛର ପତ୍ର ଝଡ଼ିବା, ପତ୍ର ଶୁଖିଯିବା କିମ୍ବା ତୁଳସୀ ଗଛଟି ସମ୍ପୂର୍ଣ୍ଣ ଭାବେ ଶୁଖିଯିବା, ତୁଳସୀ ଗଛଟି ସୁନ୍ଦର ଭାବରେ ଭରପୁର ହୋଇଯିବା, ତୁଳସୀ ଗଛର ଆଖପାଖରେ ଅନ୍ୟ କିଛି ଗଛ ଉଠିବା, ତୁଳସୀ ଗଛର ଜଟ ବାହାରିବା ଆଦି ଅନେକ ପ୍ରକାରର ସଂକେତ ଆମକୁ ଦେଖା ଦେଇଥାଏ। ଏହି ସଂକେତର ବହୁତ ଅଧିକ ମହତ୍ତ୍ୱ ରହିଛି। ଏହି ସବୁ ସଂକେତରୁ ଆମକୁ ଭବିଷ୍ୟତରେ ଘଟିବାକୁ ଯାଉଥିବା ଶୁଭ ଅଶୁଭ ପରିସ୍ଥିତି ବିଷୟରେ ଜଣାପଡ଼ିଯାଇଥାଏ। ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି କିମ୍ବା ଦୁଃଖ ବା ସଙ୍କଟ ଆସିବାକୁ ଯାଉଛି, ସେସବୁ ସଂକେତ ଆମକୁ ତୁଳସୀ ଗଛ ପୂର୍ବରୁ ଦେଇଥାଏ। ଯଦି ତୁଳସୀ ଗଛକୁ ଧ୍ୟାନର ସହିତ ନିରୀକ୍ଷଣ କରି ଦେଖିବେ, ତାହେଲେ ଆପଣଙ୍କୁ ଭବିଷ୍ୟତରେ ଘଟିବାକୁ ଯାଉଥିବା ମହତ୍ତ୍ୱପୂର୍ଣ୍ଣ ଘଟଣା ବିଷୟରେ ଜଣାପଡ଼ିଯାଇଥାଏ। ତୁଳସୀ ଗଛ ଏକ ଅଲୌକିକ ଶକ୍ତି ଅଟେ। ତୁଳସୀ ଗଛରେ ସାକ୍ଷାତ ମା ଲକ୍ଷ୍ମୀ ନିବାସ କରିଥାନ୍ତି। ଏହି କାରଣରୁ ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ, ସେହି ସ୍ଥାନରେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ମଧ୍ୟ ବାସ କରିଥାନ୍ତି। ଶ୍ରୀକୃଷ୍ଣ କହିଛନ୍ତି କି, ଯିଏ ତୁଳସୀର ପୂଜା କରିଥାଏ ତାକୁ ନରକକୁ ଯିବାକୁ ପଡ଼ିନଥାଏ। ମୃତ୍ୟୁ ପରେ ଯଦି ବ୍ୟକ୍ତି ମୁହଁରେ ତୁଳସୀ ପତ୍ରକୁ ରଖି ଦିଆଯାଏ, ତେବେ ସେ ପ୍ରାଣୀର କେବେ ବି ଅଧୋଗତି ହୋଇନଥାଏ ଏବଂ ସେ ବ୍ୟକ୍ତିର ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତୁଳସୀ ଗଛକୁ ଜଳ ଦେଉଥିବା ଏବଂ ତୁଳସୀର ସେବା କରୁଥିବା ମନୁଷ୍ୟ ମୃତ୍ୟୁ ପରେ ଶ୍ରୀକୃଷ୍ଣ ଧାମ ଗୋକୁଳକୁ ଯାଇଥାଏ। ଯେଉଁ ଘର ସାମ୍ନାରେ ତୁଳସୀ ଗଛ ଥାଏ, ସେ ଘରେ ଖରାପ ଶକ୍ତି ବାସ କରନ୍ତି ନାହିଁ। ସେଥିପାଇଁ ଶାସ୍ତ୍ରରେ ଘରର ସାମ୍ନାରେ ତୁଳସୀ ଗଛ ଲଗାଇବାର ବିଧାନ କରାଯାଇଛି। ଯେଉଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତୁଳସୀ ଗଛ ଥାଏ, ସେ ଘରେ ଅକାଳ ମୃତ୍ୟୁ ହୁଏ ନାହିଁ। କିନ୍ତୁ ତୁଳସୀ ଗଛକୁ କିଛି ଲୋକ ଅଜାଣତରେ ନଳା ପାଖରେ ଲଗେଇଥାନ୍ତି। ଏମିତି ଭୁଲ କେବେ ବି କରନ୍ତୁ ନାହିଁ। ତୁଳସୀ ଗଛ ସର୍ବଦା ଭୂମିର ଉପରକୁ ଲଗାନ୍ତୁ। ତୁଳସୀ ଗଛ ଉପରେ ଅପରିଷ୍କାର ପାଣି ପଡ଼ିବା ଉଚିତ ନୁହେଁ। ଯେଉଁ ଘରେ ତୁଳସୀ ଗଛ ଅପରିଷ୍କାର କିମ୍ବା ନଳା ପାଖରେ ଲଗାଯାଇଥାଏ, ସେ ଘରେ ସବୁବେଳେ ବିପଦ ଲାଗି ରହିଥାଏ। ସେଥିପାଇଁ ଆପଣ ଏମିତି ଭୁଲ କେବେ ବି କରନ୍ତୁ ନାହିଁ। ତୁଳସୀ ଗଛକୁ ସଦାବେଳେ କୁଣ୍ଡିଆରେ ଏବଂ ଭୂମି ଉପରକୁ ଲଗାନ୍ତୁ। ସାଙ୍ଗମାନେ, ଆଉ ଏକ ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ କି, ତୁଳସୀ ଗଛ ପାଖରେ କେବେ ଗଛ ଲଗାନ୍ତୁ ନାହିଁ, ଯେମିତିକି ମନି ପ୍ଲାଣ୍ଟ, କଣ୍ଟା ଥିବା ଗଛ, କକ୍ଟସ୍ ଆଦି ଗଛ ତୁଳସୀ ଗଛ ପାଖରେ କେବେ ବି ଲଗାନ୍ତୁ ନାହିଁ। ଏହି ସବୁ ଗଛ
ନକାରାତ୍ମକ ଶକ୍ତି ନିର୍ମାଣ କରିଥାନ୍ତି। ତା ସହିତ ଏହି ଗଛ ତୁଳସୀ ଗଛକୁ କଷ୍ଟ ଦେଇଥାଏ, ଯେଉଁ କାରଣ ପାଇଁ ତୁଳସୀ ଗଛ ଶୁଖିବାକୁ ଲାଗିଥାଏ। ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁ ଘର ଲୋକ ନିତ୍ୟ ତୁଳସୀକୁ ପୂଜା କରୁଥାନ୍ତି ସେ ଘରେ କେବେ ବି ଶୋକ ହୁଏ ନାହିଁ। ତା ସହିତ ତୁଳସୀ ଗଛ ଲଗାଇବା ପଛରେ ଏକ ମହତ୍ତ୍ୱପୂର୍ଣ୍ଣ କାରଣ ରହିଅଛି। ଏହି ଗଛ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ପୂର୍ବରୁ ସୂଚିତ କରିଥାଏ। ତୁଳସୀ ଗଛକୁ ନିତ୍ୟ ଜଳ ଦେବା ବେଳେ ଗଛକୁ ନିରୀକ୍ଷଣ କରି ଦେଖନ୍ତୁ ଏବଂ ଯଦି ଆପଣଙ୍କୁ ଏମିତି କିଛି ସଂକେତ ବା ଲକ୍ଷଣ ଦେଖାଦେଇଥାଏ ତାହେଲେ ଆପଣ ତା ସହିତ ଜଡ଼ିତ ଅର୍ଥ ବିଷୟରେ ଅବଶ୍ୟ ଜାଣି ନିଅନ୍ତୁ। ଏହି ସଂକେତ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ତୁଳସୀ ଗଛ ଆମ ଜୀବନରେ ଆସୁଥିବା ବିପଦକୁ ପୂର୍ବରୁ ଜଣାଇ ଦେଇଥାଏ ଏବଂ ଅନ୍ୟ ପ୍ରାକୃତିକ ଏବଂ ଦୁଷ୍ଟ ଶକ୍ତିର କାରଣରୁ ଉତ୍ପନ୍ନ ହେବାକୁ ଯାଉଥିବା ସଙ୍କଟ ବିଷୟରେ ଆମକୁ ଏହି ଗଛ ପୂର୍ବରୁ ସୂଚିତ କରିଦେଇଥାଏ, ଯାହାଦ୍ୱାରା ଆମେ ସାବଧାନ ହୋଇ ସେ ସଙ୍କଟ ପରିସ୍ଥିତିକୁ ସାମ୍ନା କରିପାରିବା। ପୁରାଣରେ ଏହିଭଳି କିଛି ସଙ୍କଟ ବିଷୟରେ କୁହାଯାଇଅଛି। ଯେତେବେଳେ ଆମ ଜୀବନରେ ଭଲ କିମ୍ବା ଖରାପ ସମୟ ଆସିବାକୁ ଥାଏ ତାହେଲେ ଆମକୁ ଆମର ଆଖପାଖରେ ଥିବା ଗଛ କିମ୍ବା ବୃକ୍ଷ ଦ୍ୱାରା ସଂକେତ ପ୍ରାପ୍ତ ହୋଇଥାଏ। ଚାଲନ୍ତୁ ଜାଣିବା ତୁଳସୀ ଗଛ ମାଧ୍ୟମରେ ଆମକୁ କ'ଣ କ'ଣ ସବୁ ସଂକେତ ମିଳିଥାଏ। ଯଦି ଆପଣଙ୍କ ଘର ସାମ୍ନାରେ ତୁଳସୀ ଗଛ ଲଗାଯାଇଛି ତାହେଲେ ଆପଣ ଏହି ଭିଡ଼ିଓକୁ ନିଶ୍ଚିତ ଭାବରେ ଦେଖନ୍ତୁ ଏବଂ ଏହି ସବୁ ସଂକେତ ବିଷୟରେ ଜାଣି ନିଅନ୍ତୁ। ନମ୍ବର 1, ତୁଳସୀ ଗଛ ଅଚାନକ ଶୁଖିଯିବା। ଯଦି ତୁଳସୀ ଗଛର ଠିକ୍ ଭାବରେ ଯତ୍ନ ନିଆନଯାଏ ତାହେଲେ ସେ କେବେ ବି ଶୁଖେ ନାହିଁ। ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଶୁଖିବାକୁ ବହୁତ ଅଶୁଭ ମନାଯାଇଥାଏ। ଅନେକ ପ୍ରୟାସ କରିବା ପରେ ବି ତୁଳସୀ ଗଛ ଅଚାନକ ଶୁଖିବାକୁ ଲାଗିଥାଏ ଏବଂ ଗଛଟି ମୃତ ଦେଖିବାକୁ ଲାଗିଥାଏ। ଏମିତି ହେଲେ ଏହା ଆପଣଙ୍କ ଘର ଉପରେ ଆସୁଥିବା ବଡ଼ ବିପଦର ସଂକେତ ବୋଲି ବୁଝିଯିବା ଉଚିତ। କୌଣସି କାରଣ ପାଇଁ ଆପଣଙ୍କର ସମ୍ପୂର୍ଣ୍ଣ ଧନ ଖର୍ଚ୍ଚ ହୋଇପାରେ। ଆପଣଙ୍କ ବ୍ୟବସାୟରେ ବଡ଼ କ୍ଷତି ସହିବାକୁ ପଡ଼ିଥାଏ। ସେଥିପାଇଁ ତୁଳସୀ ଗଛ ଅଚାନକ ଶୁଖିବାକୁ ଲାଗେ ସାବଧାନ ହୋଇଯିବା ଉଚିତ। ଆପଣମାନେ ତୁଳସୀ ଗଛର ଭଲ ଭାବରେ ଧ୍ୟାନ ଦିଅନ୍ତୁ। ତୁଳସୀ ଗଛ ସତେଜ ଭରପୁର ପତ୍ର ଆପେ ଆପେ ଝଡ଼ିଯିବା। ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ସତେଜ ଏବଂ ଭରପୁର ପତ୍ର ସବୁ ଆପେ ଆପେ ଝଡ଼ିବାକୁ ଲାଗିଥାଏ ତାହେଲେ ଏହି ଅଶୁଭ ସଂକେତ ବୋଲି ବୁଝିଯିବା ଉଚିତ। ଯଦି ପତ୍ର ହଳଦିଆ ହୋଇ ପବନ କାରଣ ପାଇଁ ଝଡ଼ିଯାଏ ତେବେ ଏହା ପ୍ରାକୃତିକ ଅଟେ, କିନ୍ତୁ ତୁଳସୀ ଗଛ ସତେଜ ସବୁଜ ପତ୍ର ଯଦି ଝଡ଼ିବାକୁ ଲାଗିଥାଏ ତାହେଲେ ବୁଝିଯିବା ଉଚିତ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି ଏବଂ ଆପଣଙ୍କୁ ସଂକେତ ଦେଉଛନ୍ତି କି ସେ ଆପଣଙ୍କର ଘର ଛାଡ଼ି ଚାଲି ଯାଉଛନ୍ତି। ଆପଣଙ୍କର ଘର କିଛି ଏମିତି କାର୍ଯ୍ୟ ହେଉଛି ଯାହା ମା ଲକ୍ଷ୍ମୀଙ୍କର ପ୍ରିୟ ନୁହେଁ। ଯେଉଁ ଘରର ସଦସ୍ୟମାନଙ୍କ ଭିତରେ କିଛି ଝଗଡ଼ା ହୁଏ, ଘରର ନାରୀମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ କିମ୍ବା ତାଙ୍କର ଅପମାନ ହୋଇଥାଏ, ଘର ମଦ ଏବଂ ମାଂସର ସେବନ କରାଯାଇଥାଏ, ଏମିତି ଘରେ ମା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ। ଏମିତି କାମ ଆପଣ କେବେ ବି କରନ୍ତୁ ନାହିଁ ଯାହାଦ୍ୱାରା ମା ଲକ୍ଷ୍ମୀ ରାଗିଯିବେ। ନମ୍ବର 3, ତୁଳସୀ ଗଛ ପାଖରେ ଅନ୍ୟ ଗଛ ଉଠିବା। ଯଦି ଆପଣଙ୍କ ଘରର ଆଖପାଖରେ ଅନ୍ୟ ଛୋଟ ଛୋଟ ଗଛ ଉଠିବାକୁ ଲାଗେ ତାହେଲେ ଏହା ଶୁଭ ସଂକେତ ହୋଇଥାଏ। ଏହି ସଂକେତ ହେଉଛି ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ଆପଣଙ୍କୁ ଅନେକ ମାର୍ଗରୁ ଧନ ପ୍ରାପ୍ତ ହେବ କିମ୍ବା
ଆପଣଙ୍କ ଘରର ବ୍ୟବସାୟ ବୃଦ୍ଧି ହେବ। ଏହି ସବୁ କାରଣ ପାଇଁ ଆପଣ ଖୁସି ହେଇଯିବା ଉଚିତ। ଆପଣଙ୍କ ଘରେ ଧନର ବୃଷ୍ଟି ହେବ। ନମ୍ବର 4 ତୁଳସୀ ଗଛ ଆପେ ଆପେ ଉଠିଯିବା। ଯଦି ଆପଣଙ୍କ ଘରର ସାମ୍ନାରେ ତୁଳସୀ ଗଛ ଆପେ ଆପେ ଉଠିଯାଏ ତାହେଲେ ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରୁଛନ୍ତି ବୋଲି ବୁଝିଯିବା ଉଚିତ। ଯେଉଁ ଜାଗାକୁ ସ୍ୱୟଂ ମା ଲକ୍ଷ୍ମୀ ଚାଲିକି ଆସିଥାନ୍ତି ସେହି ଜାଗାର ଗଛ ବୃକ୍ଷ ଆପେ ଆପେ ଭରପୁର ହୋଇଯାଏ। ନମ୍ବର 5 ତୁଳସୀ ଗଛ ପାଖକୁ ଚଢ଼େଇମାନେ ଆସିବା। ଯଦି ଆପଣଙ୍କ ଘର ପାଖରେ ଲାଗିଥିବା ତୁଳସୀ ଗଛ କୁଣ୍ଡିଆ ପାଖକୁ ଅଚାନକ ଚଢ଼େଇମାନେ ଆସିବାକୁ ଲାଗିଥାନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଯଦି ଆପଣଙ୍କ ତୁଳସୀ ଗଛ ପାଖକୁ ଚଢ଼େଇମାନେ ଆସୁଛନ୍ତି ଏହା ବହୁତ ଶୁଭ ସଂକେତ ଅଟେ। ନମ୍ବର 6 ତୁଳସୀ ଗଛରେ ପୋକ ଲାଗି ଜାଲ ତିଆରି ହେବା। ତୁଳସୀ ଗଛ ଉପରେ ଅନ୍ୟ କୀଟ ବା ପୋକ ଲାଗିଯାଆନ୍ତି ତାହେଲେ ଏହା ଅଶୁଭ ସଂକେତ ବୋଲି ବୁଝିଯିବା ଉଚିତ। ତୁଳସୀ ଗଛରେ ପୋକ ଲାଗି ଜାଲ ତିଆରି କଲେ ଏହା ଧନ ନାଶ ହେବାର ସୂଚନା ଦେଇଥାଏ। ସେହି ଜାଲକୁ ତୁରନ୍ତ ହଟାଇ ଦିଅନ୍ତୁ। ତୁଳସୀ ଗଛ ଉପରେ ଯଦି ବୁଢ଼ିଆଣୀ ଜାଲ ତିଆରି କରେ ତାହେଲେ ଧନ ଚୋରି ହେବାର ଆଶଙ୍କା ବା ସମ୍ଭାବନା ରହିଥାଏ। ଆପଣ ସେ ଜାଲକୁ ତୁରନ୍ତ ସେଠୁ ହଟେଇ ଦିଅନ୍ତୁ। ନମ୍ବର 7 ତୁଳସୀ ଗଛ ସବୁଜ ସତେଜ ହୋଇ ଭରପୁର ହୋଇଯିବା। ଯଦି ଆପଣଙ୍କ ଘରେ ତୁଳସୀ ଗଛ ସବୁବେଳେ ସତେଜ ଓ ଭରପୁର ହୋଇ ରହିଥାଏ ଏହି ଗଛ ଉପରେ ଜଟ ଲାଗି ରହିଥାଏ ଏବଂ ଗଛଟି ବହୁତ ସୁନ୍ଦର ଦେଖାଯାଉଥାଏ ତାହେଲେ ଏହା ବହୁତ ବଡ଼ ଶୁଭ ସଂକେତ ହୋଇଥାଏ। ତୁଳସୀ ଗଛ ଯେତେ ସୁନ୍ଦର ଓ ଯେତେ ଭରପୁର ଦେଖାଯିବ ସେହିଭଳି ଆପଣଙ୍କର ପରିବାରର ସର୍ବଦା ସୁଖ ସମୃଦ୍ଧି ରହିଥିବ। ଘରର ବାହାରେ ଲାଗିଥିବା ତୁଳସୀ ଗଛକୁ ଦେଖି ଆପଣ ଅନୁମାନ କରିପାରିବେ କି ସେ ଘରର ବାତାବରଣ କିପରି ଅଛି। ଯଦି ଘରର ବାତାବରଣ ପବିତ୍ର ଅଛି ଘରେ ଭଲ ସଂସ୍କାର ଅଛି ଲୋକ ରହୁଛନ୍ତି ତାହେଲେ ସେମାନେ ତୁଳସୀ ଗଛ ସର୍ବଦା ଭରପୁର ହୋଇ ରହିବ। ଆପଣ ସାଙ୍ଗମାନେ ଯଦି ଆପଣଙ୍କ ଘରେ ଯଦି ତୁଳସୀ ଗଛ ଅଛି ତେବେ ଆପଣ ତୁଳସୀ ଗଛଟିର ଭଲ ଭାବରେ ଯତ୍ନ ନିଅନ୍ତୁ। ତୁଳସୀ ମା ଆପଣଙ୍କୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କରିବେ। ସାଙ୍ଗମାନେ ଯଦି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଦୟାକରି ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ ଏବଂ କମେଣ୍ଟରେ ନିଶ୍ଚିତ ଭାବରେ ଜୟ ମା ବୃନ୍ଦାବତୀ ଲେଖିଦିଅନ୍ତୁ।